ZEE5 ऐप डाउनलोड करें और देखें पूरे एपिसोड बिल्कुल फ्री। ଭାଇ ଦୀପୁ ତୁ ଏପର୍ଯ୍ୟନ୍ତ ଶୋଇନୁ? ହଁ ଭାଇ ଶୋଇ ବସିଲି ଯେ ହେଲେ ତମକୁ କେମିତି ଅବସ୍ଥାରେ ଦେଖି ନିଦ ଭାଙ୍ଗଲା। ଭାଇ ଗୋଟେ କଥା କହିବି ଶୁଣିବ? ହଁ କହ। ଆକ୍ଚୁଆଲି ଆଗରୁ ଏ ପ୍ରେମ ବାବଦରେ ମୁଁ ବେଶୀ କିଛି ଜାଣିନଥିଲି, କିନ୍ତୁ ଯେବେଠୁ ନୂଆ କରି ପ୍ରେମଟା କ'ଣ ଜାଣିବା ଆରମ୍ଭ କଲି ସେବେଠୁ ମୁଁ ଗୋଟେ କଥା ନିଶ୍ଚୟ ଦେଖିପାରୁଛି କି ଭାଉଜ ତମକୁ ବହୁତ ଭଲ ପାଉଛନ୍ତି। ତାଙ୍କ ମନରେ ତମ ପାଇଁ ନା ବହୁତ ଭଲ ପାଇବା ଅଛି। ସିଏ ଖାଲି ଯାହା ମନଟା ଖୋଲିକି ତମକୁ କିଛି କହିପାରୁନାହାନ୍ତି। ହଁ ମୁଁ ବି ଠିକ୍ ସେଇ କଥା ହିଁ ଭାବୁଥିଲି, କିନ୍ତୁ ମନ କଥା ମନ ଭିତରେ ଚାପି ରଖିଲେ କ'ଣ ଲାଭ? ମୁହଁରୁ ତ କହିବାକୁ ପଡ଼ିବ ନା। ଆରେ ଭାଇ ସେମାନେ ହେଲେ ଝିଅ, ଝିଅମାନେ ସବୁ କଥା ମନ ଖୋଲି କହିପାରନ୍ତିନି। ସେଥିପାଇଁ ପୁଅମାନେ ଆଗେ ତାଙ୍କ ଆଡୁ ଷ୍ଟେପ୍ ନେବା ଦରକାର। ତମେ ଗୋଟେ କାମ କର, ଫାର୍ଷ୍ଟ ଷ୍ଟେପଟା ତମେ ତମ ଆଡୁ ବଢାଅ। ଆଉ ମୁଁ ସିଓର ପ୍ରଥମେ ତମେ ହାତ ବଢେଇଲେ ସିଏ ତାଙ୍କ ଆଡୁ ଆପେ ହାତ ବଢେଇବେ। ଆରେ ମୁଁ ତ ମୋ ଆଡୁ ହାତ ବଢେଇଥିଲି ଦୀପୁ, କିନ୍ତୁ ସିଏ ମୋ ଆଡକୁ ନିଜ ହାତ ବଢେଇବା ବଦଳରେ ନିଜେ ପୁରାପୁରି ପଛକୁ ହିଁ ହଟିଗଲେ। ତ କ'ଣ ହେଇଗଲା ସେଠୁ? ପୁଣି ତ ହାତ ବଢାଅ ନା। ଦେଖିବ ଭାଇ ତମ ପାଇଁ ଭାଉଜଙ୍କ ମନରେ ଥିବା ରାଗ ଅଭିମାନ ଗୋଟେ ମୁହୂର୍ତ୍ତରେ କୁଆଡେ ମିଳେଇଯିବ। ଭାଇ କ'ଣ ଭାବୁଛ? ପୁଣି ଥରେ ସେ ନା କହିବେ ସେଇଆ ତ? ନା ଶୁଣିବା ଭୟରେ ତମେ ଚେଷ୍ଟା କରିବା ଛାଡ଼ି ଦିଅନି ଭାଇ। ଯେତେବେଳେ ଆମ ହୃଦୟରେ କଷ୍ଟ ହେଇଥାଏ ସେତେବେଳେ କ'ଣ ଆମେ ନିଶ୍ୱାସ ନେବା ଛାଡ଼ି ଦେଇଥାଉ? ନାଇଁ ନା। ତାହେଲେ ଡେରି କାହିଁ, ମୋ କଥାଟା ମାନ। ଆଉ ଭାଉଜଙ୍କ ପାଖକୁ ଗୋଟେ ସୁନ୍ଦର ଚିଠିଟେ ଲେଖ। ଚିଠି? ହଁ ଭାଇ, ଝିଅମାନେ ଆଜିକାଲି ପଛେ ଯେତେ ମଡର୍ଣ୍ଣ ହେଇଯାଆନ୍ତୁ କିନ୍ତୁ ପ୍ରେମ କରିବାରେ ପୁରୁଣା ତରିକାଟା ତାଙ୍କୁ ବହୁତ ପସନ୍ଦ। ଆଉ ଆମ ଭାଉଜ ସିଏ ତ ସହଜରେ ବହୁତ ଭଲ। ତମେ ଖାଲି ଥରେ ଚେଷ୍ଟା କରି ଦେଖ ନା। ମୁଁ ତମକୁ ଚ୍ୟାଲେଞ୍ଜ ମାରି କହୁଛି, ଭାଉଜ ତାଙ୍କ ଆଡୁ ତମ ପଛରେ ଦୌଡ଼ିକି ଆସିବେ। ZEE5 पर पूरे एपिसोड्स देखें बिल्कुल फ्री। अभी ऐप डाउनलोड करें।